ଆପଣ ଯେତେବେଳେ କାହା ସହିତ କଥା ହେଉଛନ୍ତି କିମ୍ବା ଫୋନ୍ ବ୍ୟବହାର କରୁଛନ୍ତି, ମୋବାଇଲ ଉପରେ କୋଣରେ ଏମିତି ଗ୍ରୀନ୍ ଡଟ୍ ଦେଖାଯାଉଛି କି? ସାବଧାନ ହୋଇଯାଆନ୍ତୁ। ଏହା ମାନେ କ'ଣ? କେହି ଚୋରାରେ ଆପଣଙ୍କ କଥା ଶୁଣୁଛି? ଆପଣଙ୍କ କ୍ୟାମେରା ଉପରେ କାହାର ନଜର ଅଛି କି? ଆପଣ ଫୋନ୍ ହ୍ୟାକ୍ ହେଇଯାଉଛି କି? ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏହି ଗ୍ରୀନ୍ ଡଟ୍‌ର ପୁରା ସତ କହିବି ଏବଂ ଏମିତି କିଛି ସେଟିଂ ବିଷୟରେ କହିବି ବା ଜଣାଇବି ଯାହାକୁ ଦେଖି ଆପଣ ନିଜେ ଜାଣିପାରିବେ ଆପଣଙ୍କ ଫୋନ୍ ସେଫ୍ ଅଛି କି ନା ହ୍ୟାକ୍ ହୋଇସାରିଛି। ଯଦି ଆପଣ ନିଜ ପ୍ରାଇଭେସିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଭିଡ଼ିଓଟିକୁ ଜମାରୁ ବି ମିସ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଭାଇ ଭଉଣୀମାନେ, ଆପଣଙ୍କ ମୋବାଇଲ ହ୍ୟାକ୍ ହୋଇପାରେ, ସମ୍ଭାବନା ଅଛି ବା ଆପଣଙ୍କ ଡିଟେଲ୍ସ କେହି ଦେଖିପାରୁଥିବ। କିନ୍ତୁ ସର୍ବପ୍ରଥମେ ଆମେ ଜାଣିନେବା ଆପଣଙ୍କ ମୋବାଇଲ ସାଇଟ୍‌ରେ ଗ୍ରୀନ୍ ଡଟ୍ କାହିଁକି ଆସିଥାଏ। ଠିକ୍ ଅଛି, ତାପରେ ଆପଣଙ୍କୁ କହୁଛି କେମିତି ଆପଣଙ୍କ ମୋବାଇଲ ହ୍ୟାକ୍ ଏଇ ଗ୍ରୀନ୍ ଡଟ୍ ଆସିଲେ ହ୍ୟାକ୍ ହେଇପାରିବ। ତ ସର୍ବପ୍ରଥମେ ଦେଖନ୍ତୁ, ଆମ ମୋବାଇଲରେ ଗ୍ରୀନ୍ ଡଟ୍ କ'ଣ ପାଇଁ ଆସିଥାଏ? ଆମର ଯଦି କ୍ୟାମେରା ଅନ୍ ଥାଏ, ଯେତେବେଳେ ଆମର ମୋବାଇଲରେ କ୍ୟାମେରା ଅନ୍ କରିଥାଉ, ସେତେବେଳେ ଆପଣଙ୍କ କୋଣରେ ଗ୍ରୀନ୍ ଡଟ୍ ଆସିଥାଏ ବା ଆପଣଙ୍କର କୌଣସି ମାଇକ୍ରୋଫୋନ୍ ବା ଯେମିତି ମୁଁ ଏବେ ରେକର୍ଡ଼ିଂ କରୁଛି, ସ୍କ୍ରିନ୍ ରେକର୍ଡ଼ିଂ କରୁଛି, ସେମିତି ଯଦି ଆପଣ ବି ସ୍କ୍ରିନ୍ ରେକର୍ଡ଼ିଂ କରନ୍ତି ବା ଆପଣ କାହା ସହିତ କଥା ହେଉଛନ୍ତି କଲ୍‌ରେ, ସେତେବେଳେ ଆପଣଙ୍କର ମୋବାଇଲରେ କୋଣରେ ସାଇଟ୍‌ରେ ଗ୍ରୀନ୍ ଡଟ୍ ଆସିଥାଏ। ଠିକ୍ ଅଛି, ତ ଏଇ ପାଇଁ ଗ୍ରୀନ୍ ଡଟ୍ ଆସିଥାଏ। ଆଉ ମୁଁ ଯେ କହୁଛି ଆପଣମାନଙ୍କୁ ଯେଉଁ ହ୍ୟାକ୍ ହୋଇପାରେ, ତ ଏଇଟା ହେଉଛି ଯଦି ଆପଣଙ୍କର କ୍ୟାମେରା ବା ଫୋନ୍ ବା ମାଇକ୍ରୋଫୋନ୍‌ରେ ଏଇସବୁ ଯେ କୌଣସି ଅଲଗା ଗୋଟେ ସ୍କାମ୍ ଆପ୍‌ରେ ଯଦି ଆପଣ ପରମିସନ୍ ଦେଇଛନ୍ତି, ତାହେଲେ ଆପଣଙ୍କର ଯେଉଁ କ୍ୟାମେରା ଅନୁସାରେ କ୍ୟାମେରାରେ ଯାଇକି ଆପଣଙ୍କ ଫଟୋ ବା କେହି ଦେଖି ନେଇ ପାରନ୍ତି, ହ୍ୟାଙ୍ଗ୍ କରିକି ଦେଖି ନେଇ ପାରନ୍ତି। ତ ସେଇ ପରମିସନ୍ ଦେଇଛନ୍ତି, ସେଇଟାକୁ ଆପଣଙ୍କୁ ଦେଖିବାକୁ ପଡ଼ିବ, ଚେକ୍ କରିନେବାକୁ ପଡ଼ିବ। ତ ତାକୁ ଚେକ୍ କେମିତି କରିବେ? ସିମ୍ପଲି ଆପଣଙ୍କୁ ଚାଲିଯିବାକୁ ହେବ ସେଟିଂ ଉପରେ। ଆପଣଙ୍କ ମୋବାଇଲରେ ଗୋଟେ ସେଟିଂ ଆପ୍ ଅଛି, ଦେଖିପାରୁଛନ୍ତି, ଏଇଠି ଲେଖା ଅଛି ସେଟିଂ। ତ ସେଇ ସେଟିଂକୁ କ୍ଲିକ୍ କରିଦେବେ। କ୍ଲିକ୍ କରିବା ପରେ ଆପଣଙ୍କର ଏମିତି ଅପସନ୍ ଆସିଯିବ। ଏଇଠି ଆସିବା ପରେ ଆପଣଙ୍କୁ ସିମ୍ପଲି ସର୍ଚ୍ଚ କରିନେବାକୁ ପଡ଼ିବ ପରମିସନ୍। ଠିକ୍ ଅଛି, ପରମିସନ୍ ଉପରେ ସର୍ଚ୍ଚ କରିନେବେ। ପରମିସନ୍ ସର୍ଚ୍ଚ କଲା ପରେ ଟିକେ ଲୋଡ଼ିଂ ନେବ। ଲୋଡ଼ିଂ ନେବା ପରେ ଏଇଠି ଆପଣଙ୍କ ଦେଖାଇବ ପରମିସନ୍ ମ୍ୟାନେଜର ବା ଯଦି ଆପଣଙ୍କ ମୋବାଇଲରେ ପରମିସନ୍ ଦେଖାଉଛି, ତାହେଲେ ସେଇଟାକୁ କ୍ଲିକ୍ କରିଦେବେ। ଠିକ୍ ଅଛି, କ୍ଲିକ୍ କରିଦେବା ପରେ ଏମିତି ଅପସନ୍ ଆସିଯିବ, ଦେଖୁଛନ୍ତି। ତାପରେ ତଳେ ଦେଖୁଛନ୍ତି ପରମିସନ୍ ମ୍ୟାନେଜର ଲେଖା ହେଇଛି, ତାକୁ କ୍ଲିକ୍ କରିଦେବେ। ଭାଇ ଭଉଣୀମାନେ, ଆପଣଙ୍କ ମୋବାଇଲ ଯଦି ସାଇଟ୍‌ରେ ଗ୍ରୀନ୍ ଡଟ୍ ଆସୁଥିଲା, ତାହେଲେ କମେଣ୍ଟରେ ନିଶ୍ଚୟ ୟେସ୍ ବୋଲି ଲେଖିବେ ଏବଂ ଏବେ ବି ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଦେଖନ୍ତୁ ଭାଇମାନେ, ସେଇଟା କ୍ଲିକ୍ କରିବା ପରେ ଏମିତି ଆପଣଙ୍କ ଅପସନ୍ ଆସିଯିବ, ଦେଖୁଛନ୍ତି, ସବୁ ଏଇଠି ଅଛି କଲ୍, ଏଜି, କ୍ୟାମେରା, କଣ୍ଟେଣ୍ଟ, ଲୋକେସନ୍। ତ ଏଇଠି ଆପଣଙ୍କ କ'ଣ କେଉଁ ଆପ୍ ପରମିସନ୍ ଦେଇଛନ୍ତି ସେଇଟା ଦେଖାଯିବ। ତ ସର୍ବପ୍ରଥମେ ଆମେ ଦେଖିନେବା କ୍ୟାମେରା। ତ ସିମ୍ପଲି କ୍ୟାମେରାକୁ ଅନ୍ କରିବେ। ଅନ୍ କଲା ପରେ ଆପଣଙ୍କ ଏଇଠି ସବୁ ଆପ୍ ଆସିଯିବ, କେଉଁ ଆପ୍‌କୁ ଆପଣ ପରମିସନ୍ ଦେଇଛନ୍ତି କ୍ୟାମେରାରେ ବା କେଉଁ ଆପ୍‌କୁ ଆପଣ ଦେଇନାହାନ୍ତି। ସବୁ ଦେଖୁଛନ୍ତି, ଉପରେ ଯେଉଁଗୁଡ଼ା ଆସୁଛି ସେଗୁଡ଼ା ପରମିସନ୍ ଦେଇଛନ୍ତି ଏବଂ ତଳେ ଯେଉଁଗୁଡ଼ା ଆସିଛି ସେଗୁଡ଼ା ପରମିସନ୍ ଦେଇନାହିଁ, ମାନେ ମୁଁ ଦେଇନାହିଁ। ତ ଆପଣ ବି ଏମିତି ଖୋଲିଲେ ଆପଣଙ୍କ ବି ଏମିତି ଦେଖାଯିବ। ତ ସିମ୍ପଲି ଆପଣ ଯେଉଁଗୁଡ଼ା ୟୁଜ୍ କରୁନାହାନ୍ତି, ଯେଉଁଗୁଡ଼ା ଆପଣ ଦରକାର ନାହିଁ, ସିମ୍ପଲି ତାକୁ ଆଲାଉ କରିବେ ନାହିଁ, ମାନେ ପରମିସନ୍ ଦେବେ ନାହିଁ। ସିମ୍ପଲି ଆପଣଙ୍କୁ ଦେଖାଇ ଦେଉଛି, ଯେମିତି ମୋର ଏଇଠି ଗୋଟେ ଡିଲ୍ ସେୟାର ଅଛି, ଗୋଟେ ଇଏ ଆପ୍। ତ ସେଇଟା ମୁଁ ୟୁଜ୍ କରୁନି, ତ ସିମ୍ପଲି ତାକୁ ଅନ୍ କରିଦେବି। ଅନ୍ କରିଦେବା ପରେ ଏମିତି ଅପସନ୍ ଆସିବ। ତ ଆପଣଙ୍କ ଯେଉଁଟା ୟୁଜ୍ ନାହିଁ ସେଇଟାକୁ ଏମିତି କରିଦେବେ। ଠିକ୍ ଅଛି, ଏଠି ଆପଣ କ'ଣ କରିବେ? ଡୋଣ୍ଟ ଆଲାଉ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିବା ପରେ ସାଇଟ୍‌ରେ ଯେଉଁ ବ୍ୟାକ୍ ଆସିଯିବେ, ବ୍ୟାକ୍ ଆସିବା ପରେ ଏଇଠୁ ଦେଖନ୍ତୁ କେମିତି ହଟିଗଲା, ସେଇଟା ହଟି ଯାଇକି ଆପଣଙ୍କର ନଟ୍ ଆଲାଉଡ଼୍‌ରେ ଡିଲ୍ ସେୟାର ଆସିଗଲା। ତାହେଲେ ଏମିତି ଆପଣ କରିଦେବେ ଯେଉଁଗୁଡ଼ା ଆପଣ ୟୁଜ୍ କରୁନାହାନ୍ତି। ତାପରେ ବ୍ୟାକ୍ ଆସିଯିବେ। ବ୍ୟାକ୍ ଆସିବା ପରେ ଆପଣଙ୍କର ୟା ପରେ ଅଛି ଆପଣଙ୍କର ମାଇକ୍ରୋଫୋନ୍, ଯେଉଁଟା ଆପଣ କଥା ହେଉଛନ୍ତି, ମୋବାଇଲରେ କଥା ହେଉଛନ୍ତି, କଲ୍‌ରେ କଥା ହେଉଛନ୍ତି, ସେଇଟା ମାଇକ୍ରୋଫୋନ୍‌କୁ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏଠି ବି ଆପଣଙ୍କୁ ଦେଖାଇ ଦେଉଛି କେମିତି ସେମ୍ ଜିନିଷ। ଏଠି ବି ଆପଣ ଯେଉଁଟା ୟୁଜ୍ କରୁନାହାନ୍ତି ସେଇ ଆପ୍‌କୁ ଆପଣ ପରମିସନ୍ ଦେବେ ନାହିଁ। ସିମ୍ପଲି ଦେଖନ୍ତୁ, ଏଠି ବି ଡିଲ୍ ସେୟାର ପରମିସନ୍ ଅଛି, ତାକୁ ଡୋଣ୍ଟ ଆଲାଉ କରିଦେବେ। ବ୍ୟାକ୍ କରିଦେବେ। ବ୍ୟାକ୍ କଲା ପରେ ଏମିତି ହେଇଯିବ। ତ ଏଇଠି ସବୁଗୁଡ଼ିକ ସେମ୍ ଟୁ ସେମ୍ କରିବେ। ତ କ'ଣ କରିବେ, ସବୁ କିଛି ଦେଖିବା ସମ୍ଭବ ନୁହଁ, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ସିମ୍ପଲି ପୁରା ସେମ୍ ଟୁ ସେମ୍ ସବୁଗୁଡ଼ିକ କରିବେ, ଖୋଲିଦେବେ ଏବଂ ଆପ୍ ଡୋଣ୍ଟ ଆଲାଉ କରିଦେବେ। ତ କ'ଣ କରିବେ ଦେଖନ୍ତୁ, ଫାର୍ଷ୍ଟ ହେଲା କଲର୍ ଲେଜିସ୍, କ୍ୟାମେରା, କନେକ୍ଟସ୍, ଆଉ ହେଲା ମାଇକ୍ରୋଫୋନ୍ସ, ଆଉ ମ୍ୟୁଜିକ୍ ଆଣ୍ଡ ଅଡ଼ିଓ। ଠିକ୍ ଅଛି, এইগুলা ଆଉ
ଫଟୋ ଆଣ୍ଡ ଭିଡ଼ିଓସ୍ ଏତିକି କହିଲି ଏତିକି ସବୁ ଯେମିତି ମୁଁ ଅନ୍ କଲି ସେମିତି ଅନ୍ କରିବେ ଏବଂ ଆପଣ ଯେଟା ୟୁଜ୍ କରୁନାହାନ୍ତି ତାକୁ ଡୋଣ୍ଟ ଆଲାଉ କରିଦେବେ। ଠିକ୍ ଅଛି, ଏତିକି ମେନ୍ ଜିନିଷ ଆପଣଙ୍କୁ କହିଦେଲି। ଠିକ୍ ଅଛି, ସିମ୍ପଲି ଦେଖେଇଦେଲି। ତ ୟା ପରେ ଆପଣଙ୍କୁ ବ୍ୟାକ୍ ଚାଲି ଆସିବାକୁ ପଡ଼ିବ। ତ ଏହି ଥିଲା ଆପଣଙ୍କର ଫୁଲ୍ ଡିଟେଲ୍ସ। ମାନେ ଏମିତି ସେଟିଂ ଏବଂ ଆପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି ଆପଣଙ୍କୁ କୌଣସି ୟୁଟ୍ୟୁବ୍, ଫେସବୁକ୍ ବା ଇନଷ୍ଟାଗ୍ରାମରେ କୌଣସି ଅସୁବିଧା ଅଛି ବା କୌଣସି ଆପ୍ ଟିପ୍ସ ବା ଯାହା କିଛି ଆପଣଙ୍କ ମୋବାଇଲ ହ୍ୟାଙ୍ଗ୍ ହେଇଯାଉଛି ବା ହ୍ୟାକ୍ ହେଇଯାଉଛି, ଯାହା ଅଲ୍ ଏନିଥିଙ୍ଗ ଇତ୍ୟାଦି ସବୁ କିଛି ଅସୁବିଧା ଆପଣଙ୍କ କମେଣ୍ଟରେ ଜଣାନ୍ତୁ। ମୁଁ ଆପଣଙ୍କ ଭାଇ, ଆପଣ ମୋତେ ଭାଇ ଭାବି ନିଅନ୍ତୁ। ଆପଣଙ୍କ ଏଇ ଭାଇ ପୁରା 100% ଗ୍ୟାରେଣ୍ଟି ଦେଉଛି ଆପଣଙ୍କୁ ସେଇ ସମାଧାନ କରିଦେବ, ସେଇ ଅସୁବିଧାରୁ ଆପଣଙ୍କୁ ମୁକୁଳାଇ ଦେବ। ସେଥିପାଇଁ କମେଣ୍ଟରେ ଜରୁର କହିବେ। ରହିଲି, ପୁଣି ଦେଖାବ କୌଣସି ନୂଆ ଟପିକରେ, ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।